आनंदगंगाय प्रणताति हराय जलभद्रं सुत्राभ्यां जगन्नाथाय जय जगन्नाथ। आज श्रीक्षेत्र नेभोदास मठ परिसर मध्य तृतीय दिवस जो कार्यक्रम बहुत आनंदित। प्रथम महाप्रभु श्री जगन्नाथ को धन्यवाद देवी चरण में सहस्र कोटि प्रणाम देवी। द्वितीयतः मंच में मंचासीन समस्त ज्ञानी मुनि पंडित विद्वान साधु सन्यासी मान मोर हृदय सहित प्रणाम। सामने बसी दूर दूरांत आसुवा जगन्नाथ प्रेमी मान मोर प्रणाम। ये जो कार्यक्रम कर आयोजक को बहुत धन्यवाद देवी। प्रभुंर से आशीर्वाद नहले ये कथा मत कथा हम ना। जहाँ जी आयोजन करदास मठे जो कार्यक्रम प्रभु आशीर्वाद प्रभु भावुची प्रभु को निर्देशन कार्यक्रम हो जोटा कि खाली जगतर मंगल नहीं विश्वर त्रिभुवन गोटे मंगल परिभाषा एवं महाप्रभुंर आशीर्वाद ये सब जो कार्यक्रम हो समस्त जो आसी उपस्थित अच्छा गोटे महान कथा एवं समय दे मैंने महाप्रभुंर कथा बाबद किसी तत्व बाबद ज्ञान आहरण करने निमंते महाप्रभु जगन्नाथ हेले भक्त वत्सल। पाखे बहुत आज्ञा प्रमाण अच्छी प्रभु हेले भक्तर वत्सल कहीं गोटे भक्त पिता माता पुओ झील जहाँ जाति दौड़ बाबा हे प्रभु ये के आनंद डाकुची श्रद्धार डाकुची के गाड़ी भी दौ प्रभु प्रभु कहते अरे भक्त ढाकी अभिमान हो ठीक अच्छे गालटा शुणा तुम कथा शुणे महाप्रभु से मोर गोटे प्रत्यक्ष अनुभूति आप आगे प्रभु केमी भक्तर वत्सल एवं भक्त केमी भारी भल पाते आप जो थे डाके सेमती गोटे मान मेरी जगह प्रभु को डाक जो अंतर जी प्रभु को डाकीदेला प्रभु कथा को निश्चित आज्ञा ध्यान देवे से ना जगदानंद बंदा आनंद देवा निमंते जगत को सी आसी जगत समस्त की गोटे सुलभ वार्ता देवा निमंते मुझे भक्त होता है श्रीमंदिर को जाए रथयात्रा समय खेचड़ी भोग सैला सब सही प्रभु खाली चका फिटे अंडी हम डोरी भिड़ा समय आप जानते गोटे कंठ भिकारी बल से समय भक्त सी था कमी जाती प्रत्येक वर्ष सी आसती पहंडी समय प्रभु पाखे विपद कथा करदेवा तो से वर्ष एत स्ट्रिक्ट होता मोर मन अच्छी डीजी बोधे एसएन स्वाई सुरेंद्रनाथ स्वाई थे कलेक्टर सुरेश महापात्र थे माने कहा कि आपणकर माने सहधर्मिणी मानक अलाउ ना ये टाइट भितर भिकारी बल कौन कर पशि भिकारी बल भर पशि गोटे सैड भंडार कोट को पड़े सेवक मैंने गधा जो देखिले भिकारी बल ना सेवक गोटे सी गणेश जानते समय गोटे सेवा अच्छी चामर सेवा जाए अधिकारी बलकर से गीत बोली
କୋଠ ଭୋଗ କିଆ ମୋଚକ ଆଖିଆ ଏଇ ବାକ୍ୟଟା ମୋ କାନରେ ପଡ଼ିଥିଲା। କାନରେ ପଡ଼ିଥିଲା। ଆମର ସେବକ ଭାଇ ଭିତରୁ ଗୋଟେ ଯାଇ ଜଣେ କହିଲେ କଲେକ୍ଟରଙ୍କୁ, ଆଜ୍ଞା ତା ଭିତରେ ଆଜ୍ଞା ଏ ଲୋକଟି ଗୀତ ଗାଉଛି, ସେ ହେଲା ଭିକାରୀ ବଳ। ଯେମିତି ସେ ଭିକାରୀ ବଳ କଥା କହିଲେ ସାଙ୍ଗେ ସାଙ୍ଗେ ଆମର କଲେକ୍ଟର ଦୌଡ଼ିକି ଆସିଲେ। ଆଉ ଭିକାରୀ ବଳ ଗୀତ ଗାଉଛନ୍ତି, ଆଉ ଆଜ୍ଞା ଆପଣଙ୍କୁ କିଏ ଆଣିଲା? ସେଇ ଜାଗା ଉପରେ ଭିକାରୀ ବଳ ପୁରା ତକ୍କା ହେଇଗଲେ। ସେବକ ମାନେ କହିଲେ ଆଜ୍ଞା ସିଏ ଯେତେବେଳେ ଆସିଲେ ତ ଜଗିଲେନି କାହିଁକି? ସେ ଆସିଲା ବେଳେ ସେ କାହିଁକି କହୁଛନ୍ତି? ସେ ଯୋଉ ଗୀତଟି ବୋଲୁଛନ୍ତି ପ୍ରଭୁ ଶୁଣୁଛନ୍ତି, ଆମେ ଆନନ୍ଦିତ ହଉଛୁ। ଯେତେବେଳେ ଏଇ ତିନୋଟି ୱାର୍ଡ କହୁଛନ୍ତି ଏସଏଚଆଇ ଚାହିଁଲେ, ସୁରେଶ ମହାପାତ୍ର ଚାହିଁକିରି ସେ ମାଝା ମନ୍ଦିରକୁ ପଳେଇଲେ। କାହିଁକି? ତାପରେ ସେ ତାଙ୍କ ଗୀତ ଭଜନ ପୁରା ଭାବ ବିହୋରରେ ଗାଇ ସାରିଲା ପରେ ଆମେ ସମସ୍ତେ କହିଲେ ଆଜ୍ଞା ଚାଲୁ ଯିବା, ସାଙ୍ଗେ ସାଙ୍ଗେ ଆପଣ ଯାଉଥାନ୍ତି। ଆଉ ଗଲା ପରେ ସେ ମନେ ମନେ କ'ଣ ଭାବିଲେ, ମାନେ ପୁରା କାନ୍ଦି ପକେଇଲେ। ସେବକ ମାନେ ଭାବିଲେ ଯେ ମହାପ୍ରଭୁ ତାଙ୍କୁ ଯୋଉ ଜନ୍ମ ଦେଇଛନ୍ତି କଳାଟି ପ୍ରଭୁଙ୍କର ଦତ୍ତ, ସେ ହେଲା ପ୍ରଭୁ ଦତ୍ତ କଳା। ଭକ୍ତଙ୍କୁ ଏଇଭଳି ଭାବରେ ପ୍ରଭୁ ଭଲ ପାଆନ୍ତି। ତାଙ୍କ କଳାକୁ ଏଇଭଳି ଭାବରେ ମହାପ୍ରଭୁଙ୍କ ପାଖରେ ସେ ପ୍ରଦର୍ଶନ କଲେ। ସେ ପୁରା କାନ୍ଦିକିରି ଗୋଡ଼ ତଳେ ପଡ଼ିଗଲେ। ଏଇ ହେଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଭକ୍ତର ବତ୍ସଳ ଭଗବାନ, ଯୋଉଟାକି ଆମ ସାଧାରଣ ଭକ୍ତ ଯିଏକି ଭାବ ବିହଳ ଅନ୍ତରର ସହିତ ସମର୍ପିତ ମନୋଭାବ ଯିଏ ଯାହାର ଥାଏ, ସେଇ ହେଲେ ପ୍ରଭୁଙ୍କର ଚରଣରେ ଶରଣ ପଶିବା ସମର୍ପିତ ମନୋଭାବ, ସେଇ ହିଁ ପ୍ରଭୁ ସବୁବେଳେ ସେ ଭକ୍ତମାନଙ୍କୁ ଭଲ ପାଆନ୍ତି। ଏମିତି ତ ମୁଁ ମୋର ଅନୁଭୂତି ଆହୁରି ବହୁତ ଅଛି। ପାଳି ଚଢିକିରି ସିଂହାସନ ଉପରେ ବସିଲା ବହୁତ ଅନୁଭୂତି ଅଛି। ଏଇଟା ଗୋଟେ ସାଧାରଣ ଅନୁଭୂତି। ମୁଁ ଗୋଟେ କହିଲି, ଯେତେବେଳେ ଶାଢ଼ୀ ବନ୍ଧେଇ ନଥିଲି ସେଇ ସମୟ କଥା ମୁଁ କହିଲି। ମହାପ୍ରଭୁ ଏଇଭଳି ଭାବରେ ଭକ୍ତମାନଙ୍କୁ ସୃଷ୍ଟି କରନ୍ତୁ, ଯୋଉଟାକି ପ୍ରଚାର ପ୍ରସାର ଏବଂ ସାକାର। ମହାପ୍ରଭୁ ଆମେ କହୁଛୁ ନିରାକାର, ପ୍ରକୃତ ସେ ନିରାକାର। ସାକାରଟାକୁ ଆମକୁ ସେ ବାଣ୍ଟି ଦେଇଛନ୍ତି, ଆମେ ଜାଣିପାରୁନେ ସାକାରଟା କ'ଣ। ସାକାରଟା ଆମର ହେଲା ପ୍ରଚାର ପ୍ରସାର, ଭକ୍ତ ଏବଂ ଭକ୍ତକୁ ସୃଷ୍ଟି କରିବା, ଜ୍ଞାନ ଆହରଣ କରିବା, ଜ୍ଞାନକୁ ବାଣ୍ଟିବା, ସେଇଟା ହେଲା ସାକାର। ସେଇ ସାକାରଟା ଯେତେବେଳେ ଶୀର୍ଷ ସୀମାରେ ପହଞ୍ଚୁଛି, ଭାଗବତରେ ଗୋଟେ ଶବ୍ଦ ଆସୁଛି, ତତ୍ତ୍ୱ ବୁଝେ ଚିତ୍ତ ଭାଙ୍ଗି ଭବ ସାଗରରୁ ତରି ଯାଆନ୍ତି। ସେ ତତ୍ତ୍ୱ ଭିତରେ ସମସ୍ତେ ପଶି ଯାଉଛନ୍ତି। ଆଉ ପ୍ରଭୁ ପାଗଳ, ଯିଏ ହେଲା ଜଗନ୍ନାଥ ପ୍ରେମୀ, ସିଏ ହେଲା ତ୍ରିଭୁବନ ପ୍ରେମୀ। ଯେମିତି କହୁଥିଲେ ଯେ ପ୍ରଭୁ ହେଲେ ଓଡ଼ିଆ ଜାତି ଟିକେ ଭଲ ପାଆନ୍ତି। ମହାରାଜ କହିଲେ ବି ବିରାଟ ସତ୍ୟ କଥା କହିଲେ, ଓଡ଼ିଆ ଜାତିର ସେ ପ୍ରାଣର ଦେବତା ସେ ବାକ୍ୟରେ ଆପଣ ଦେଖିବେ ଯେ ବହୁତ ଏବେ କରୋନା ରଥଯାତ୍ରା ତାର ଉଦାହରଣ। ଏମିତି ହେଲେ ବହୁତ କିଛି ଆଜ୍ଞା ଅଛି, ବିଶେଷ ମୁଁ କହିବାକୁ ଚାହୁଁନି। ଏବଂ ଅନ୍ୟମାନେ ବହୁତ ବିଦ୍ୱାନ ଜ୍ଞାନୀ ଗୁଣୀ ଆଉ ସାଧକମାନେ ସାଧୁମାନେ ଅଛନ୍ତି। ଆଉ ପ୍ରଭୁ ତ ହେଲେ ସମସ୍ତଙ୍କର ଯିଏ ଭାବ ଭକ୍ତ, ଯିଏ ପ୍ରଭୁଙ୍କ ଚରଣରେ ସମର୍ପିତ ମନୋଭାବ ରଖିଲା, ସିଏ ହେଲା ତାର ଭକ୍ତ। ପ୍ରଭୁ ଏଇଭଳି ଭାବରେ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏବଂ ଏଇ ଯେଉଁ ସଭା ଏ ଯେଉଁ ଆୟୋଜନ କରାଯାଇଛି, ସେଥିପାଇଁ ମୁଁ ମଧ୍ୟ ବହୁତ ଆନନ୍ଦିତ। ପ୍ରଭୁଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରିବି, ଏଇ କାର୍ଯ୍ୟକ୍ରମ ଏଇଭଳି ସବୁବେଳେ ପାଇଁ ଚାଲୁ ରହୁ ଏବଂ ଏଇଭଳିଆ ସାଧୁ ସନ୍ତମାନେ ଏଇ ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ପାଖରେ ଆସିକି ଦର୍ଶନ ଲାଭ କରିକି ଆମେ ତାଙ୍କର ଦର୍ଶନ ପ୍ରାପ୍ତିର ଲାଭ ପାଉଥାଉ। ଏହା ହିଁ ମୁଁ କହିବି।